ଯେମିତି ଆପଣ କହିଲେ ଯେ ବର୍ତ୍ତମାନ ଆନ୍ଧ୍ର ଆଡେ ସେ ପ୍ରବେଶ କରିବ ଆଉ ତାପରେ ଓଡିଶାର ଇମିଡିଏଟ ଇମ୍ପାକ୍ଟ ରହୁଛି କିନ୍ତୁ ଆମେ ତ ବର୍ତ୍ତମାନ ମୋଟାମୋଟି ଜାଣିଛୁ ଯେ ବର୍ଷା ହବ ଓଡିଶାରେ କିଛିଟା ଦକ୍ଷିଣ ଆନ୍ଧ୍ରପ୍ରଦେଶ ବି ଇମ୍ପାକ୍ଟ ହବ ବର୍ତ୍ତମାନ ଆମେ ଯୋଉ ନେକ୍ସଟ 12 ଘଣ୍ଟାରୁ 24 ଘଣ୍ଟା ନେଇକି ଚାଲନ୍ତୁ ସେଇ ଘଣ୍ଟାଟା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଉ ଓଡିଶାରେ ବର୍ତ୍ତମାନ ପ୍ରଭାବ ବର୍ତ୍ତମାନ ଲାଗୁଛି ଆରମ୍ଭ ହବ ବହୁତ ଶୀଘ୍ର କିନ୍ତୁ ଆଦେହରେ ଗୋଟେ ଇଣ୍ଟରେଷ୍ଟିଂ କଥା ଆସୁଛି ଏଇ ସିଷ୍ଟମଟା ଏତେ ଜଲ୍ଦି ଡାଇ ଆଉଟ୍ କରୁନି ବର୍ତ୍ତମାନ ସେ ଏଣ୍ଟର କରିବ ଉତ୍ତର ଆନ୍ଧ୍ର ଆଉ ଦକ୍ଷିଣ ଓଡିଶାରେ ପୁଣି ସେ ଯିବ ଛତିଶଗଡ଼ ଛତିଶଗଡ଼ରୁ ସେ ଯିବ ପୂର୍ବ ମଧ୍ୟପ୍ରଦେଶ ମଧ୍ୟପ୍ରଦେଶରୁ ପୂର୍ବ ଉତ୍ତରପ୍ରଦେଶ ନେପାଳ ବି ଲାଗୁଛି 30 ତାରିଖ ଦିନ ବୋଧେ ସେଠି କ୍ଲାଉଡ ବସ୍ ଇଭେଣ୍ଟ ହେଇପାରେ ତାପରେ ପୁଣି ସେ ମୁଭ କରୁଛି ପଶ୍ଚିମବଙ୍ଗ ଉତ୍ତର ପୂର୍ବ ଭାରତ ଆଉ 3 ତାରିଖ ଦିନ ଗୋଟେ ଲାଗୁଛି ଘୂର୍ଣ୍ଣିବଳୟ କି ଅବଶିଷ୍ଟାଂଶ ପ୍ରଶାନ୍ତ ମହାସାଗର ଆସିବ ମାୟାମାର ଦେଇକି ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଚ୍ଛା। ଏ ସିଷ୍ଟମ ଯାଇକି ପୁଣି ସେଠି ମିଶିକି ପୁଣି ଗୋଟେ ଲଘୁଚାପ କରିବାର ସମ୍ଭାବନା ରହୁଛି ଓହୋ। 3 ନଭେମ୍ବର ପରେ ତେଣୁ ମନ୍ଥାର ବର୍ତ୍ତମାନ ଯୋଉ ଅବଶିଷ୍ଟାଂଶ ଆହୁରି 7-8 ଦିନ ରହିବ ବର୍ତ୍ତମାନ ଯଦି ଆପଣ ଇମିଡିଏଟଲି ଦେଖିବେ ଇମିଡିଏଟ ର ଇମ୍ପାକ୍ଟ ଆସୁଛି ଆମର ଉପକୂଳବର୍ତ୍ତୀ ଜିଲ୍ଲା ମାନେ ବର୍ତ୍ତମାନ ତ ଅଲରେଡି ବର୍ଷା ଆରମ୍ଭ ହେଇଗଲାଣି